ଦୀର୍ଘ 500 ବର୍ଷର ପ୍ରତୀକ୍ଷା ପରେ ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କୋଟି କୋଟି ହିନ୍ଦୁମାନଙ୍କର ଯେଉଁ ଆବେଗ ଉତ୍କଣ୍ଠା ଭରି ରହିଥିଲା ତାହା ପୂର୍ଣ୍ଣଚ୍ଛେଦ କରିଛି। ପ୍ରଭୁ ରାମଲାଲାଙ୍କର ଅପୂର୍ବ ସୁନ୍ଦର ପ୍ରତିମା ସମସ୍ତଙ୍କ ସାମ୍ନାରେ ଆସିଯାଇଛି। ସେଇ ପ୍ରଭୁ ରାମଲାଲାଙ୍କର ସ୍ମିତ ହାସ୍ୟ ମୁଖକୁ ଦେଖି ସମସ୍ତ ରାମ ଭକ୍ତ ହିନ୍ଦୁ ଭାଇ ଭଉଣୀମାନେ ଆନନ୍ଦରେ ମୁଗ୍ଧ ହୋଇଯାଇଛନ୍ତି। ସେଇ ରାମଲାଲାଙ୍କର ଯେଉଁ ମୂର୍ତ୍ତି ତିଆରି ପଛରେ ଅନେକ ସୁନ୍ଦର ସୁନ୍ଦର କାହାଣୀ ରହିଛି। ରାମଲାଲାଙ୍କ ମୂର୍ତ୍ତି ତିଆରି ପଛର କିଛି ସୁନ୍ଦର କାହାଣୀକୁ ଆପଣମାନଙ୍କ ପାଖରେ ଭେଟି ଦେବାର ପ୍ରୟାସ ଆଜିର ଏହି ଅଧ୍ୟାୟରେ ମୁଁ କରିବାକୁ ଯାଉଛି। ପ୍ରଥମତଃ ରାମଲାଲାଙ୍କ ମୂର୍ତ୍ତି ତିଆରି ପାଇଁ 3 ଜଣ କାରିଗରଙ୍କୁ ବଛାଯାଇଥିଲା ଆଉ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ 2 ଜଣ ଥିଲେ କର୍ଣ୍ଣାଟକର ଆଉ ଜଣେ ଥିଲେ ରାଜସ୍ଥାନର। କର୍ଣ୍ଣାଟକର ଯେଉଁ 2 ଜଣ କାରିଗର ଥିଲେ ସେମାନଙ୍କୁ କଳା ଶାଲିଗ୍ରାମ ପଥରରେ ରାମଲାଲାଙ୍କ ମୂର୍ତ୍ତି ତିଆରିର ଦାୟିତ୍ୱ ଦିଆଯାଇଥିବା ବେଳେ ରାଜସ୍ଥାନର ଯେ କାରିଗର ଥିଲେ ତାଙ୍କୁ ରାଜସ୍ଥାନୀ ମାର୍ବଲ ପଥରରେ ସୁନ୍ଦର ରାମଲାଲାଙ୍କର ମୂର୍ତ୍ତି ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କ ପାଖରେ ଗୋଟିଏ ସର୍ତ୍ତ ଥିଲା, ରାମଲାଲାଙ୍କର ଯେ ପ୍ରତିମା ତିଆରି ହେବ ତାହା 5 ବର୍ଷର ବାଳକର ସଦୃଶ ହୋଇଥିବ। ସେଇ 5 ବର୍ଷ ବାଳକ ରୂପରେ ସମସ୍ତେ ଯେମିତି ତାଙ୍କର ଆରାଧ୍ୟ ଭଗବାନ ରାମଙ୍କୁ ଦେଖିପାରୁଥିବେ ଆଉ ସେଇ 5 ବର୍ଷର ବାଳକ ଜଣେ ରାଜକୁମାର ମଧ୍ୟ ହୋଇଥିବା ଦରକାର ଆଉ ତାର ଉଚ୍ଚତା 51 ଇଞ୍ଚ ହୋଇଥିବା ଦରକାର। ଉଚ୍ଚତା 51 ଇଞ୍ଚ ରଖିବାର କାରଣ ହେଉଛି ଜଣେ 5 ବର୍ଷ ବାଳକର ସର୍ବାଧିକ ଉଚ୍ଚତା 50ରୁ 55 ଇଞ୍ଚ ମଧ୍ୟରେ ହୋଇଥାଏ। ଏହି 50ରୁ 55 ସଂଖ୍ୟା ମଧ୍ୟରୁ 51 ସଂଖ୍ୟାଟି ଶୁଭ ସଂଖ୍ୟା ହୋଇଥିବାରୁ ରାମଲାଲାଙ୍କ ମୂର୍ତ୍ତି ପାଇଁ 51 ଇଞ୍ଚକୁ ରଖାଯାଇଥିଲା ଏବଂ 3 ଜଣ କାରିଗରଙ୍କୁ ଏହି ସର୍ତ୍ତ ଅନୁସାରେ ଦାୟିତ୍ୱ ଦିଆଯାଇଥିଲା। ତେଣୁ ସର୍ତ୍ତ ଗୁଡ଼ିକ ଆଉ ଥରେ ଶୁଣନ୍ତୁ ଯେ ରାମଲାଲାଙ୍କ ପ୍ରତିମା 5 ବର୍ଷ ବୟସର ଏକ ବାଳକ ପ୍ରତିମା ସହିତ ସମାନ ହୋଇଥିବ। ସେହି ପ୍ରତିମା ଏକ ରାଜକୁମାରର ମଧ୍ୟ ହୋଇଥିବ ଏବଂ ତାରି ମଧ୍ୟରେ ସମଗ୍ର ରାମ ଭକ୍ତମାନେ ତାଙ୍କ ଆରାଧ୍ୟ ଦେବତା ରାମଙ୍କୁ ବି ପାଇପାରୁଥିଲେ। ଏଇଭଳି ଦାୟିତ୍ୱ ଦିଆଯାଇଥିଲା ଏବଂ ରାମଲାଲାଙ୍କର ମୂର୍ତ୍ତି ତିଆରିର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଏହି 3 ଜଣ କାରିଗରମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣାଟକର ଅରୁଣ ଯୋଗୀରାଜ। ଅରୁଣ ଯୋଗୀରାଜଙ୍କୁ ଯେତେବେଳେ ମୂର୍ତ୍ତି ଗଢ଼ିବାର ଦାୟିତ୍ୱ ଦିଆଯାଇଥିଲା ସେବେଠୁ ସେ ତାଙ୍କ ଘରଠାରୁ ଦୂରରେ ରହି ଦୀର୍ଘ 7 ମାସର ତପସ୍ୟା ବା କଠିନ ପରିଶ୍ରମ କରି ଏହି ରାମଲାଲାଙ୍କ ମୂର୍ତ୍ତିଟିକୁ ତିଆରି କରିଥିଲେ। ସେହି ମୂର୍ତ୍ତି ତିଆରି କରିବା ସମୟରେ ଅନେକ ଗୁଡ଼ିଏ ସୁନ୍ଦର ଅନୁଭୂତିର କାହାଣୀ ସେ ବୟାନ କରିଛନ୍ତି, ଯାହାକି ମୁଁ ଆପଣମାନଙ୍କୁ କିଛି ମାତ୍ରାରେ ଶୁଣେଇବି। ଅରୁଣ ଯୋଗୀରାଜଙ୍କୁ ମୂର୍ତ୍ତି ଗଢ଼ିବାର ଦାୟିତ୍ୱ ଦିଆଯିବା ପରେ ପ୍ରଥମ ପ୍ରେରଣା ତାଙ୍କୁ ମିଳିଥିଲା ଯେତେବେଳେ ଅଯୋଧ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ସେହି ସମୟରେ ଅନେକ ଛୋଟ ଛୋଟ ବାଳକଙ୍କୁ ତାଙ୍କର ପିତାମାତାମାନେ ରାମଲାଲାଙ୍କ ସ୍ୱରୂପରେ ସୁସଜ୍ଜିତ କରି ଦୀପାବଳି ଉତ୍ସବରେ ଯୋଗଦାନ କରିବା ପାଇଁ ନେଇ ଆସିଥିଲେ। ରାମଚନ୍ଦ୍ରଙ୍କର ବେଶଭୂଷା ଧନୁ ବାଣ ସହିତ ସୁସଜ୍ଜିତ କରିକି ନିଆଯାଇଥିଲା। ସେଇମାନଙ୍କୁ ଦେଖିବା ପରେ ଅରୁଣ ଯୋଗୀରାଜଙ୍କୁ କିଛିଟା ଅନୁଭୂତି ଆସିଥିଲା ଯେ ରାମଲାଲାଙ୍କର ମୂର୍ତ୍ତିର ଆକାର ଆକୃତି କିଭଳି ଭାବେ ହୋଇପାରିବ। ତେଣୁ ସେଇଠାରୁ ହିଁ ସେ ପ୍ରଥମ ପ୍ରେରଣା ପାଇଥିଲେ ଏବଂ ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରିଥିଲେ। ଏହି ମୂର୍ତ୍ତି ଗଢ଼ିବା କାମ ବା ଏହି ମୂର୍ତ୍ତି ଗଢ଼ିବାର ଯେଉଁ ତପସ୍ୟା ଏହା ଦୀର୍ଘ 7 ମାସ ଧରି ଚାଲିଥିଲା। ଏହି 7 ମାସରେ ଅରୁଣ ଯୋଗୀରାଜ ତାଙ୍କ ଘରଠାରୁ ଦୂରରେ ରହିଥିଲେ ଏବଂ ମୂର୍ତ୍ତି କାମ ଯେତେବେଳେ ଧୀରେ ଧୀରେ ଆଗକୁ ଚାଲିଲା, ଯେତେବେଳେ ପ୍ରତିମା କିଛି ଅଂଶରେ ରୂପ ନେବାକୁ ଆରମ୍ଭ ହେଲା ସେତେବେଳେ ସେ ତାର ଫଟୋ ଉଠାଇ ତାଙ୍କର 7 ବର୍ଷର ଏକ ଝିଅ ଅଛି ତାଙ୍କରି ପାଖକୁ ପଠାଉଥିଲେ ଏବଂ ଝିଅକୁ ହିଁ ଦେଖାଉଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ରାମଲାଲାଙ୍କର ଯେଉଁ ପ୍ରତିମା ତାର ଯେଉଁ ଆକାର ଆକୃତି ଯଦି କୌଣସି ବଡ଼ ଲୋକଙ୍କୁ ଦେଖାଯାଏ ହୁଏତ ସେମାନେ ତାଙ୍କ ମନ ରକ୍ଷା କରିବା ପାଇଁ ମିଛ କଥା କହିପାରିବେ, କିନ୍ତୁ 7 ବର୍ଷର ତାଙ୍କ ଝିଅ ଯେ ଶିଶୁ ସୁଲଭ ସେ କେବେ ମିଛ କଥା କହିବ ନାହିଁ। ତେଣୁ ସେ ସବୁ ସମୟରେ ତାଙ୍କ ଝିଅଙ୍କୁ ହିଁ ରାମଲାଲାଙ୍କର ମୂର୍ତ୍ତିର ଯେଉଁ ଫଟୋ ଦେଖାଉଥିଲେ
ଏବଂ ପଚାରିଥିଲେ ଏଇ ଫଟୋଟିରେ ଯେଉଁ ମୂର୍ତ୍ତି ଦେଖାଯାଉଛି ଇଏ ଗୋଟେ ଛୋଟ ଛୁଆ ଭଳି ଦେଖାଯାଉଛି ନା ଜଣେ ବୟସ୍କ ବ୍ୟକ୍ତି ଭଳିଆ ଦେଖାଯାଉଛି ନା ଜଣେ ଯୁବକ ଭଳିଆ ଦେଖାଯାଉଛି। ସେ 7 ବର୍ଷର ଝିଅଟି କହୁଥିଲା ନା ବାବା ଇଏ ଗୋଟେ ଛୋଟିଆ ଛୁଆ ଭଳିଆ ହିଁ ଦେଖାଯାଉଛି। ତେଣୁ ସେଇ 7 ବର୍ଷ ଝିଅର ପ୍ରେରଣା ହିଁ ତାଙ୍କୁ ଅଧିକ ଉତ୍ସାହିତ କରିଥିଲା ଆଉ ରାମଲାଲାଙ୍କ ମୂର୍ତ୍ତି ତିଆରିରେ ସେ ଲାଗିଯାଇଥିଲେ। ସବୁଠାରୁ ଆହୁରି ଆଶ୍ଚର୍ଯ୍ୟଜନକ ଅନୁଭୂତି ତାଙ୍କ ଜୀବନରେ ଘଟିଥିଲା ଯେଉଁଟାକି ସେ ନିଜେ ସେୟାର କରିଛନ୍ତି। ସେଇ ଅନୁଭୂତି ଥିଲା ଯେତେବେଳେ ରାମଲାଲାଙ୍କ ପ୍ରତିମା ତିଆରି ଚାଲିଥାଏ ସେହି ସମୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା 5ଟାରୁ 6ଟା ମଧ୍ୟରେ ଏକ ମାଙ୍କଡ଼ ଯାହାକୁ ଆମେ ହନୁମାନଙ୍କର ପ୍ରତିନିଧି କହିପାରିବା ପ୍ରତ୍ୟେକ ଦିନ ଆସୁଥିଲା ଏବଂ ସେ ମୂର୍ତ୍ତି ଚାରିପାଖରେ ଘୁରି ବୁଲୁଥିଲା, ମୂର୍ତ୍ତିକୁ ଦେଖୁଥିଲା, ପୁଣି ଚାଲି ଯାଉଥିଲା। ଯେତେବେଳେ ମୂର୍ତ୍ତିର କାମ ଧୀରେ ଧୀରେ ଆଗକୁ ଚାଲିଲା, ଯେତେବେଳେ ମୂର୍ତ୍ତିର ଆକାର ଆକୃତି ପ୍ରକଟିତ ହେଲା ସେତେବେଳେ ସେହି ସ୍ଥାନକୁ ଗୋଟିଏ ତମ୍ବୁ ଦ୍ୱାରା ଆବଦ୍ଧ କରିଦିଆଯାଇଥିଲା, ଯେମିତିକି କୌଣସି ବାହାର ଲୋକ ତା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ କି ମୂର୍ତ୍ତି ଗଢ଼ିବା କାମରେ କୌଣସି ଅସୁବିଧା ନ ହେବ। ତେଣୁ ସେମାନେ ଗୋଟିଏ ତମ୍ବୁ ଦ୍ୱାରା ସେହି ସ୍ଥାନକୁ ଆବଦ୍ଧ କରିଦେଇଥିଲେ। ଆବଦ୍ଧ ହୋଇଯିବା ପରେ ଦିନେ ସନ୍ଧ୍ୟା ସମୟରେ ସେହି ମାଙ୍କଡ଼ଟି ଆସିଥିଲା ଏବଂ ଦେଖିଲା ମୂର୍ତ୍ତି ଗଢ଼ିବା ସ୍ଥାନକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ତେଣୁ ସେ ଜୋର କରି ତମ୍ବୁକୁ ବାଡ଼େଇଥିଲା। ଯେତେବେଳେ ଶବ୍ଦ ଶୁଣିଥିଲେ କିଏ ତମ୍ବୁକୁ ବାଡ଼ଉଛି ଯାଇ ଦେଖିଲେ ସେହି ମାଙ୍କଡ଼ଟି ଠିଆ ହେଇ ତମ୍ବୁକୁ ବାଡ଼ଉଛି ଏବଂ ଏମାନେ ଖୋଲିଦେଲେ। ସେ ପୁଣି ଭିତରକୁ ପଶି ଆସିଥିଲା ଏବଂ ମୂର୍ତ୍ତିକୁ ଭଲ ଭାବରେ ଦେଖିଥିଲା, ଚାରିପାଖ ଘୁରିଥିଲା, ପୁଣି ନିଜ ସ୍ଥାନକୁ ଚାଲି ଯାଇଥିଲା। ମୂର୍ତ୍ତି ଗଢ଼ିବା ସମୟରେ ଏଇଭଳି ଚମତ୍କାରୀ ସବୁ ତାଙ୍କୁ ଦେଖିବାକୁ ମିଳିଥିଲା। ତାପରେ ମୂର୍ତ୍ତି କାମ ତିଆରି ହେଲା। ମୂର୍ତ୍ତି ଗଢ଼ିବା କାମ ଶେଷ ହୋଇଯିବା ପରେ 3ଟି ମୂର୍ତ୍ତି ମଧ୍ୟରୁ ଚୟନ କରାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯେ କେଉଁ ମୂର୍ତ୍ତିଟି ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ। ସେତେବେଳେ ଗୋଟିଏ ମୂର୍ତ୍ତି ଥିଲା ଏଇ ମାର୍ବଲ ପ୍ରସ୍ତୁତ ମୂର୍ତ୍ତି, ଯାହାକି ରାଜସ୍ଥାନର ଜଣେ କାରିଗର କରିଥିଲେ। ଆଉ ଗୋଟିଏ ମୂର୍ତ୍ତି ଥିଲା ସେଇ କର୍ଣ୍ଣାଟକରେ ଜଣେ ଶିଳ୍ପୀ କରିଥିଲେ, ତାହା ମଧ୍ୟ ସେ କଳା ପଥରରେ ତିଆରି ହୋଇଥିଲା, ଯାହାକି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ। ଆଉ ତୃତୀୟ ମୂର୍ତ୍ତିଟି ଥିଲା ଅରୁଣ ରାଜଯୋଗୀଙ୍କର ଏଇ ମୂର୍ତ୍ତିଟି। ଏ ମୂର୍ତ୍ତିଟି ସମ୍ପୂର୍ଣ୍ଣ ଭାବରେ ସେତେବେଳେ କଳା ରଙ୍ଗ ଦେଖାଯାଉଥିଲା ଆଉ ଛୋଟିଆ ବାଳକ ରୂପରେ ଦେଖାଯାଉଥିଲା। କିନ୍ତୁ ଏଇ ମୂର୍ତ୍ତିଟିକୁ କାହିଁକି ଚୟନ କରାଗଲା ନା ଏହା ଏକ ଶାଲିଗ୍ରାମ ପଥରରେ ତିଆରି ହୋଇଛି ଏବଂ ଏହାର ରଙ୍ଗ କଳା ଥିଲା, ଯାହାକି ପ୍ରଭୁ ରାମଚନ୍ଦ୍ରଙ୍କର ବର୍ଣ୍ଣ ମଧ୍ୟ ଶ୍ୟାମ ବର୍ଣ୍ଣ ଥିଲା। କଳା ଶାଲିଗ୍ରାମ ମଧ୍ୟ ଭଗବାନ ବିଷ୍ଣୁଙ୍କର ସ୍ୱରୂପ ଥିଲା। ଆଉ ଏହା ମଧ୍ୟରେ ଜଳ, ଚନ୍ଦନ, ଅଗୁର ଏସବୁକୁ ବିନା ବାଧାରେ ସଂଯୋଗ କରାଯାଇପାରିବ। ଏହିସବୁ କାରଣରୁ ଏଇ ଅରୁଣ ଯୋଗୀରାଜଙ୍କର ଏଇ ମୂର୍ତ୍ତିଟିକୁ ଚୟନ କରାଗଲା। ମୂର୍ତ୍ତିଟିକୁ ଗର୍ଭଗୃହ ମଧ୍ୟକୁ ନିଆଗଲା। ଯେତେବେଳେ ଗର୍ଭଗୃହ ମଧ୍ୟରେ ମୂର୍ତ୍ତିକୁ ନିଆଯାଇ ତା ଭିତରେ ବିଭିନ୍ନ ଅଳଙ୍କାର, ତାଙ୍କର ପୋଷାକ ପରିଧାନ ପିନ୍ଧେଇ ଦିଆଗଲା, ଧୀରେ ଧୀରେ ମୂର୍ତ୍ତିର ରୂପ ବଦଳିବାରେ ଲାଗିଲା। ଆଉ ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତିର ରୂପ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତିତ ହୋଇଯାଇଥିଲା। ଆପଣମାନେ ନିଜେ ବି ଅନୁଭବ କରିପାରୁଥିବେ, ଯେଉଁଟାକି ଅରୁଣ ଯୋଗୀରାଜ ଯିଏ 7 ମାସ ସେଇ ମୂର୍ତ୍ତିକୁ ସଙ୍ଗେ ତପସ୍ୟା କରି ମୂର୍ତ୍ତିକୁ ଗଢ଼ିଥିଲେ, ସିଏ ନିଜେ ବର୍ଣ୍ଣନା କରିଛନ୍ତି ଯେଉଁ ମୂର୍ତ୍ତି ସେ ତିଆରି କରିଥିଲେ ପ୍ରାଣ ପ୍ରତିଷ୍ଠା ପରେ ସେ ମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା। ସେ ନିଜେ ବି ବିଶ୍ୱାସ କରିପାରୁନଥିଲେ ଯେ ଏଇ ମୂର୍ତ୍ତିକୁ ସେ ତିଆରି କରିଥିଲେ, ତାଙ୍କୁ ବିଶ୍ୱାସ ହେଉନଥିଲା। ଆପଣମାନେ ବି ଲକ୍ଷ୍ୟ କରନ୍ତୁ, ପ୍ରଥମେ ଯେଉଁ ମୂର୍ତ୍ତି ଦେଖାଯାଉଥିଲା ତାର ରଙ୍ଗ ପୁରାପୁରି କଳା ବର୍ଣ୍ଣ ଥିଲା, କିନ୍ତୁ ପ୍ରାଣ ପ୍ରତିଷ୍ଠା ସମୟରେ ଯେଉଁ ମୂର୍ତ୍ତି ଦେଖୁଛନ୍ତି ତା ବର୍ଣ୍ଣ ଧୀରେ ଧୀରେ ଶ୍ୟାମଳ ବର୍ଣ୍ଣ ଆସିଯାଇଛି, କଳା ନୁହେଁ। ଆଉ ସେଥିରେ ଯେ ବାଳକ ସୁଲଭ ବାଳକର ମୁଖ ସଦୃଶ ଦେଖାଯାଉଥିଲା, ଏବେ ଦେଖନ୍ତୁ ରାମଙ୍କର ମୁଖମଣ୍ଡଳ କେତେ ଗମ୍ଭୀରତା ଆସିଛି। ସମସ୍ତଙ୍କର ଆରାଧ୍ୟ ରାମଙ୍କ ଭଳି କେତେ ଗମ୍ଭୀରତା ସେ ମୂର୍ତ୍ତିରେ ଆସିଯାଇଛି। ତେଣୁ ନିଜେ ଅରୁଣ ଯୋଗୀରାଜ ତାଙ୍କ ଅନୁଭୂତିରେ କହିଛନ୍ତି, ଯେଉଁ ମୂର୍ତ୍ତିକୁ ମୁଁ 7 ମାସ ଧରି ତିଆରି କରିଥିଲି, ଆଜି ମୁଁ ନିଜେ ବିଶ୍ୱାସ କରିପାରୁନି ସେ ମୂର୍ତ୍ତି ଦିଗରୁ ବଦଳି ଯାଇଛି। ଆଜି ସେ ମୂର୍ତ୍ତିକୁ ଦେଖି ଜାଣିପାରୁନାହିଁ ଯେ ଏଇ ମୂର୍ତ୍ତିକୁ ମୁଁ ଏତେ ଦିନ ଧରି ତିଆରି କରିଥିଲି। ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ପରେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବା ସେ ଅନୁଭବ କରିଥିଲେ। ତା ସଙ୍ଗେ ସଙ୍ଗେ ସାରା ଦେଶବାସୀ ମଧ୍ୟ ଅନୁଭବ କରିପାରିଥିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଯେଉଁ ମୂର୍ତ୍ତି ଥିଲା, ପ୍ରାଣ ପ୍ରତିଷ୍ଠା ପରେ ସେ ମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ବଦଳିବାରେ ଲାଗିଛି।
यापर आहुरी एक चमत्कार होता जितेबाला प्राण प्रतिष्ठा शेष होगापर साधारण दर्शक मानक रामलाला दर्शन पाई मंदिर भीतर को प्रवेश करा समय एक मांकड़ जहाँ प्रभु हनुमान स्वरूप बोली समस्ते मन कर गर्भगृह पशि जाता काड़े रामलाला प्रतिमा को किसी नष्ट होबार संभावना अच्छी भावी ताकू गोड़ेबा लगे तेणु सी उत्तर द्वार आड़ को चली जाता उत्तर द्वार बंद थी पुणी फेरी आसी पूर्व द्वार दे बाहर को चली जाता जहाँकि मंदिर गर्भगृह भितर थिबा भक्तंकर कौन अनिष्ट कर निजे दर्शन सारी चली जाता। यहीपरि राम मंदिर प्रतिष्ठा पर अनेक अलौकिक घटना घटी जाइछि जहाँकि राम भक्त मानू आनंद उल्लास करने सहित अनेक आश्चर्यचकित करिछि। मंदिर गर्भगृह मध्य को मांकड़टी पशि जाई प्रभु रामचंद्र को दर्शन करने कथा निजे मंदिर ट्रस्ट ट्विटर करी जणैछि। से समय हनुमान रूप भीतर को आसीथिले एवं रामलाला दर्शन करी उत्तर द्वार आड़ को जाइथिले। उत्तर द्वार बंद थिबा बेले घूरी आसी पूर्व द्वार दे बाहर को जाइथिले जहाँकि से समय थिबा भक्त मानकर कौनसी अनिष्ट बा असुविधा होई नथिला। तेणु एभली भावे प्रतिष्ठा पूर्व जो मूर्ति को आपने देखुले से मूर्ति प्रतिष्ठा पर संपूर्ण भावे बदली जाइथिबार सारा देशवासी अनुभव करुवा बेले निजे अरुण जोगीराज अनुभूति रे वर्णना करिसेंती जे जो मूर्ति को मु तैयारी करिथिली प्राण प्रतिष्ठा पर से मूर्ति को मु चिन्हि पारुना से मूर्ति संपूर्ण भावे बदली गला भली लागुछि। रामलाला मूर्ति प्रतिष्ठा आपण मान पाखे शेयर कली केमिति लगे निश्चय जनातु। यही विषय वस्तु को जानापी मो चैनल को सब्सक्राइब। जय श्री राम।